ଆଜି ହଉଛି ଶନିବାର, ସେଥିପାଇଁ ସକାଳ ବେଳା ସ୍କୁଲ ଖୋଲା ପିଲାମାନଙ୍କର। ଆଜି ପତିଦେବ ଯାଇଥିଲେ ସେମାନଙ୍କୁ ଛାଡିବା ପାଇଁ। ଫେରିବା ବାଟରୁ 5 ଟଙ୍କିଆ କ୍ରିମ ବିସ୍କୁଟ 2 ପ୍ୟାକେଟ ଆଣିଥିଲେ ମୋ ପାଇଁ। ତା ସହିତ ଆଣିଥିଲେ କିଣି ପାଳ ଛତୁ। ଆଦି ବାବାଙ୍କର ଛତୁ ଖାଇବା ପାଇଁ ଫରମାଇଶ ଥିଲା ବହୁତ। 1/2 କିଲୋରୁ ପରେ ହବ ଛତୁ ଆସିଥିଲା। ଏଥିରୁ ଅଳ୍ପ ଦ୍ୱିପହରେ ଖିଆ ହବ, ବଳକା ରାତି ପାଇଁ ରହିଲା। ଆଦି ବାବା ଜାଣିନାହାନ୍ତି ଆଜି ତାଙ୍କ ପାଇଁ ଛତୁ ଆସିଛି। ସ୍କୁଲରୁ ଆସି ଦେଖିଲେ ଭାରି ଖୁସି ହେଇଯିବେ ବୋଲି ଭାବୁଛି। ରୋଷେଇବାସ ସରିଲା ବେଳକୁ ହେଇଗଲା ଦ୍ୱିପହର। ବାଢି ଆଣି ଆଦି ବାବାଙ୍କୁ ଡାକି କହିଲେ ଆଜି ପ୍ରିୟ ଜିନିଷ ଭଜା ହେଇଛି ତୁମର। ଦେଖିକି କହିଲେ ହେଇଛି ଭାରି ଟେଷ୍ଟି, ହେଲେ ଭାତ ନ ଖାଇ ଖାଲି ଛତୁ ଭଜା ଖାଇବା ପାଇଁ ଖୋଲୁଛି ତାଙ୍କ ପାଟି। ଆଦି ବାବାଙ୍କର ଖୁସି ଦେଖିଲେ ମତେ ଭାରି ଖୁସି ଲାଗେ। ଆ ପରର ଫରମାଇଶ ଥିଲା ସନ୍ଧ୍ୟା ବେଳେ ବାବୁ ପାସ୍ତା ଖାଇବେ। ସେଥିପାଇଁ ପତିଦେବଙ୍କୁ ଫୋନ କରି କହିଲି ପାସ୍ତାର ସାମଗ୍ରୀ ଆଣିବ। ରାତିରେ ତମ ଗେହ୍ଲା ପୁଅ କହିଛି ପରା ଖାଇବ। ଏସବୁ ଜିନିଷ ତ ମୋର ବି ପ୍ରିୟ। ସେଥିପାଇଁ ପତିଦେବ ସାମଗ୍ରୀ ଆଣିବା ମାତ୍ରେ ଫଟାଫଟ କାମରେ ଲାଗି ପଡିଲେ ନଷ୍ଟ ନ କରି ସମୟ। 15 ମିନିଟରେ ସୁପର ଟେଷ୍ଟି ପାସ୍ତା ବନି ଯାଇଥିଲା। ଡିନର ପାଇଁ ବଳିଥିବା ଛତୁ ସୋରିଷ ମସଲା ଆମ୍ବୁଲ ପଡି ରାଇ ପ୍ରସ୍ତୁତ କରାଯାଇଥିଲା। ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।